ओम शांति 18 डिसेम्बर 2025 प्रातः मुरली शिव भगवानकर मधुर महावाक्य। शिव बाबा कहते मिठे बच्चे, बेहदर बाबा तुम मानकु ज्ञान द्वारा श्रृंगार करने आसिछंती। तेणु उच्च पद पाइबा पाई सर्वदा श्रृंगार युक्त होई रुह। बेहदर बाबा तुम मानकु ज्ञान द्वारा श्रृंगार करने आसिछंती। तेणु उच्च पद पाइबा पाई सर्वदा श्रृंगार युक्त होई रुह। आजिर प्रश्न, केउं संतान मानकु देखि बेहदर बाबा बहुत खुशी हेउछंती? केउं संतान मानकु देखि बेहदर बाबा बहुत खुशी हेउछंती? उत्तर, ଯେଉଁ ସନ୍ତାନମାନେ ସେବା କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିଛନ୍ତି, ଅଲୌକିକ ଏବଂ ପାରଲୌକିକ ଉଭୟ ପିତାଙ୍କୁ ସମ୍ପୂର୍ଣ୍ଣ ଅନୁକରଣ କରୁଛନ୍ତି, ଜ୍ଞାନ ଯୋଗ ଦ୍ୱାରା ଆତ୍ମାକୁ ଶୃଙ୍ଗାର କରୁଛନ୍ତି, ପତିତମାନଙ୍କୁ ପାବନ କରିବାର ସେବା କରୁଛନ୍ତି, ଏହିଭଳି ସନ୍ତାନମାନଙ୍କୁ ଦେଖି ବେହଦର ବାବା ବହୁତ ଖୁସି ହେଉଛନ୍ତି। ବାବା ଚାହୁଁଛନ୍ତି ମୋର ସନ୍ତାନମାନେ ପରିଶ୍ରମ କରି ଉଚ୍ଚ ପଦ ପାଆନ୍ତୁ। ଓମ୍ ଶାନ୍ତି। ରୁହାନୀ ବାବା ରୁହାନୀ ସନ୍ତାନମାନଙ୍କୁ କହୁଛନ୍ତି, ମିଠା ମିଠା ସନ୍ତାନମାନେ ଯେପରି ଲୌକିକରେ ସନ୍ତାନମାନେ ପିତାଙ୍କର ପ୍ରିୟ ହୋଇଥାନ୍ତି, ସେହିପରି ବେହଦର ସନ୍ତାନମାନେ ମଧ୍ୟ ବେହଦର ବାବାଙ୍କର ପ୍ରିୟ ଅଟନ୍ତି। ବାବା ପିଲାମାନଙ୍କୁ ଶିକ୍ଷା ଏବଂ ସାବଧାନୀ ଦେଇଥାନ୍ତି, ଯାହାଦ୍ୱାରା କି ପିଲାମାନେ ଉଚ୍ଚ ପଦ ପାଆନ୍ତୁ। ଏହା ହିଁ ପିତାଙ୍କର ଇଚ୍ଛା ଥାଏ। ସେହିପରି ବେହଦର ବାବାଙ୍କର ମଧ୍ୟ ଏହି ଇଚ୍ଛା ରହୁଛି। ତେଣୁ ପିଲାମାନଙ୍କୁ ଜ୍ଞାନ ଏବଂ ଯୋଗର ଅଳଙ୍କାର ଦ୍ୱାରା ସୁସଜ୍ଜିତ କରୁଛନ୍ତି। ତୁମକୁ ଉଭୟ ପିତା ବହୁତ ଭଲ ଭାବରେ ସୁସଜ୍ଜିତ କରୁଛନ୍ତି, ଯେପରିକି ପିଲାମାନେ ଉଚ୍ଚ ପଦ ପାଆନ୍ତୁ। ଅଲୌକିକ ପିତା ମଧ୍ୟ ଖୁସି ହେଉଛନ୍ତି ଏବଂ ପାରଲୌକିକ ପିତା ମଧ୍ୟ ଖୁସି ହେଉଛନ୍ତି। ଯେଉଁମାନେ ଭଲ ଭାବରେ ପୁରୁଷାର୍ଥ କରୁଛନ୍ତି, ସେମାନଙ୍କୁ ଦେଖି ଗାୟନ କରାଯାଏ, ଭଲ ଫାଦର ଅର୍ଥାତ୍ ବାବାଙ୍କୁ ଅନୁକରଣ କର। ତେଣୁ ଉଭୟଙ୍କୁ ଅନୁକରଣ କରିବାକୁ ହେବ। ଜଣେ ହେଲେ ଆତ୍ମାର ପିତା ଏବଂ ଅନ୍ୟ ଜଣେ ପୁଣି ହେଉଛନ୍ତି ଅଲୌକିକ ପିତା। ତେଣୁ ତୁମମାନଙ୍କୁ ପୁରୁଷାର୍ଥ କରି ଉଚ୍ଚ ପଦ ପାଇବାକୁ ହେବ। ତୁମେମାନେ ଯେତେବେଳେ ଭଟିରେ ଥିଲ, ସେତେବେଳେ ସମସ୍ତଙ୍କର ମୁକୁଟ ସହିତ ଫଟୋ ଉଠାଯାଇଥିଲା। ବାବା ତ ବୁଝାଉଛନ୍ତି, ଲାଇଟର କୌଣସି ମୁକୁଟ ନଥାଏ। ଏହା କେବଳ ପବିତ୍ରତାର ଏକ ସଂକେତ, ଯାହାକି ସମସ୍ତଙ୍କୁ ଦେଉଛନ୍ତି। ଏପରି ନୁହେଁ ଯେ କୌଣସି ଧଳା ଲାଇଟର ମୁକୁଟ ରହିଛି। ଏହାକୁ ପବିତ୍ରତାର ଚିହ୍ନ ବୋଲି କୁହାଯାଉଛି। ପ୍ରଥମେ ପ୍ରଥମେ ତୁମେ ସତ୍ୟ ଯୁଗରେ ରହୁଛ। ତୁମେ ହିଁ ଥିଲ ନା? ବାବା ମଧ୍ୟ କହୁଛନ୍ତି, ଆତ୍ମାମାନେ ଏବେ ଏବଂ ପରମାତ୍ମା ଅଲଗା ରହିଲେ ବହୁକାଳ। ତୁମେ ସନ୍ତାନମାନେ ହିଁ ପ୍ରଥମେ ପ୍ରଥମେ ଆସୁଛ, ପୁଣି ତୁମକୁ ହିଁ ପ୍ରଥମେ ଯିବାକୁ ହେବ। ମୁକ୍ତିଧାମର ଦ୍ୱାର ମଧ୍ୟ ତୁମକୁ ଖୋଲିବାକୁ ହେବ। ତୁମମାନଙ୍କୁ ବାବା ଦିବ୍ୟ ଗୁଣରେ ସଜାଉଛନ୍ତି। କନ୍ୟା ବାପ ଘରେ ଯେପରି ସାଧାରଣ ଭାବରେ ରହିଥାଏ, ବର୍ତ୍ତମାନ ତୁମକୁ ମଧ୍ୟ ସେହିପରି ସାଧାରଣ ଭାବରେ ରହିବାକୁ ହେବ। ନା ବହୁତ ଉଚ୍ଚ ନା ନିଚ। ବାବା ମଧ୍ୟ କହୁଛନ୍ତି, ମୁଁ ସାଧାରଣ ଶରୀରରେ ପ୍ରବେଶ କରୁଛି। କୌଣସି ବି ଦେହଧାରୀଙ୍କୁ ଭଗବାନ କୁହାଯାଇପାରିବ ନାହିଁ। ମନୁଷ୍ୟ ମନୁଷ୍ୟର ସଦ୍ଗତି କରିପାରିବେ ନାହିଁ। ସଦ୍ଗତି ତ କେବଳ ଗୁରୁ ହିଁ ଦେଇପାରିବେ। ମନୁଷ୍ୟ 60 ବର୍ଷ ପରେ ବାନପ୍ରସ୍ଥ ଧାରଣ କରି ଗୁରୁ କରିଥାନ୍ତି। ଏହି ପ୍ରଥା ମଧ୍ୟ ବର୍ତ୍ତମାନର କଥା, ଯାହା ପୁଣି ଭକ୍ତି ମାର୍ଗରେ ଚାଲୁଛି। ଆଜିକାଲି ତ ଛୋଟ ପିଲାଙ୍କୁ ମଧ୍ୟ ଗୁରୁ କରାଇ ଦେଉଛନ୍ତି। ବାନପ୍ରସ୍ଥ ଅବସ୍ଥା ନ ଆସିଲେ ମଧ୍ୟ ଅଚାନକ ମୃତ୍ୟୁ ହୋଇଯାଉଛି। ସେଥିପାଇଁ ପିଲାମାନଙ୍କୁ ମଧ୍ୟ ଗୁରୁ କରାଇ ଦେଉଛନ୍ତି। ଯେପରି ବାବା କହୁଛନ୍ତି, ତୁମେ ସମସ୍ତେ ଆତ୍ମା ଅଟ। ସମ୍ପତ୍ତି ନେବାର ହକ୍ ସମସ୍ତଙ୍କର ଅଛି। ସେମାନେ କହିଦେଉଛନ୍ତି, ଗୁରୁ ବିନା ଠାବ ମିଳିବ ନାହିଁ, ଅର୍ଥାତ୍ ବ୍ରହ୍ମରେ ଲୀନ ହୋଇପାରିବ ନାହିଁ।
ତୁମକୁ ତ ଲୀନ ହେବାର ନାହିଁ। ଏହା ହେଉଛି ଭକ୍ତି ମାର୍ଗର କଥା। ଆତ୍ମା ତ ତାରକା ସଦୃଶ୍ୟ ବିନ୍ଦୁ ଅଟେ। ବାବା ମଧ୍ୟ ବିନ୍ଦୁ ହିଁ ଅଟନ୍ତି। ସେହି ବିନ୍ଦୁକୁ ହିଁ ଜ୍ଞାନର ସାଗର ବୋଲି କୁହାଯାଉଛି। ତୁମେମାନେ ମଧ୍ୟ ଅତି ସୂକ୍ଷ୍ମ ଆତ୍ମା ଅଟ। ସେଥିରେ ସମସ୍ତ ଜ୍ଞାନ ଭରି ଦିଆଯାଉଛି। ତୁମେମାନେ ଏବେ ସମ୍ପୂର୍ଣ୍ଣ ଜ୍ଞାନ ନେଉଛ। ପାସ୍ ଉଇଥ୍ ଅନାର ଅର୍ଥାତ୍ ସମ୍ମାନର ସହ ପାସ୍ ହେଉଛ ନା। ଏପରି ନୁହେଁ ଯେ ଶିବଲିଙ୍ଗ ଆକାର ପରି ବଡ଼ ଅଟେ। ଆତ୍ମା ଯେତେ ବଡ଼, ପରମାତ୍ମା ମଧ୍ୟ ସେତିକି ବଡ଼ ଅଟନ୍ତି। ଆତ୍ମା ଅଭିନୟ କରିବା ପାଇଁ ପରମଧାମରୁ ଆସୁଛି। ବାବା କହୁଛନ୍ତି, ମୁଁ ମଧ୍ୟ ସେଇଠାରୁ ଆସୁଛି, କିନ୍ତୁ ମୋର ନିଜର ଶରୀର ନାହିଁ। ମୁଁ ରୂପ ଅର୍ଥାତ୍ ଯୋଗ ଶିଖାଇଲା ବାଲା ଅଟେ। ବସନ୍ତ ଅର୍ଥାତ୍ ଜ୍ଞାନୀ ମଧ୍ୟ ଅଟେ। ପରମାତ୍ମା ରୂପ ଅଟନ୍ତି। ତାଙ୍କ ଭିତରେ ସମସ୍ତ ଜ୍ଞାନ ମଧ୍ୟ ଭରି ହୋଇ ରହିଛି। ସେଥିପାଇଁ ଜ୍ଞାନର ବର୍ଷା ବରଷୁଛନ୍ତି, ଯାହାଦ୍ୱାରା ସବୁ ମନୁଷ୍ୟମାନେ ପାପ ଆତ୍ମାରୁ ପୁଣ୍ୟ ଆତ୍ମା ହୋଇଯାଉଛନ୍ତି। ବାବା ଗତି ଏବଂ ସଦ୍ଗତି ଉଭୟ ଦେଉଛନ୍ତି। ତୁମେ ସଦ୍ଗତିକୁ ପ୍ରାପ୍ତ କରୁଛ, ବାକି ସମସ୍ତେ ଗତିକୁ ଅର୍ଥାତ୍ ନିଜ ଘରକୁ ଚାଲି ଯାଉଛନ୍ତି। ତାହା ହେଉଛି ଶାନ୍ତିଧାମ। ଆତ୍ମା ହିଁ ଏହି କାନ ଦ୍ୱାରା ଶୁଣୁଛି। ଏବେ ବାବା କହୁଛନ୍ତି, ମିଠେ ମିଠେ ଶିଖିଲଧେ ସନ୍ତାନମାନେ, ତୁମମାନଙ୍କୁ ଏବେ ଘରକୁ ଫେରିବାକୁ ହେବ। ସେଥିପାଇଁ ପବିତ୍ର ନିଶ୍ଚୟ ହେବାକୁ ପଡ଼ିବ। ପବିତ୍ରତା ବିନା କେହି ବି ଆତ୍ମା ଘରକୁ ଫେରିପାରିବେ ନାହିଁ। ମୁଁ ସମସ୍ତଙ୍କୁ ନେଇଯିବାକୁ ଆସିଛି। ଆତ୍ମାମାନଙ୍କୁ ଶିବଙ୍କର ବରଯାତ୍ରୀ ବୋଲି କୁହାଯାଉଛି। ଏବେ ଶିବ ବାବା ଶିବାଳୟର ସ୍ଥାପନା କରୁଛନ୍ତି। ପୁଣି ରାବଣ ଆସି ବେଶ୍ୟାଳୟ ସ୍ଥାପନ କରୁଛି। ବାମ ମାର୍ଗକୁ ବିକାରୀ ମାର୍ଗ ବେଶ୍ୟାଳୟ କୁହାଯାଉଛି। ବାବାଙ୍କ ପାଖରେ ବହୁତ ସନ୍ତାନ ଅଛନ୍ତି, ଯିଏକି ବିବାହ କରି ମଧ୍ୟ ପବିତ୍ର ରହୁଛନ୍ତି। ସନ୍ନ୍ୟାସୀମାନେ ତ କହୁଛନ୍ତି ଉଭୟ ଏକାଠି ରହି ପବିତ୍ର ରହିପାରିବେ। ଏକଥା କେବେ ସମ୍ଭବ ହୋଇପାରିବ ନାହିଁ। ଏଠାରେ ବୁଝାଯାଉଛି ଯେ ଏଥିରେ ବହୁତ ଲାଭ ରହିଛି। ପବିତ୍ର ରହିବା ଦ୍ୱାରା 21 ଜନ୍ମର ରାଜତ୍ୱ ମିଳୁଛି। ତେଣୁ ଗୋଟିଏ ଜନ୍ମ ପବିତ୍ର ରହିବା କୌଣସି ବଡ଼ କଥା ନୁହେଁ। ବାବା କହୁଛନ୍ତି, ତୁମେ କାମଚିତା ଉପରେ ବସି ବିଲକୁଲ କଳା ହୋଇଯାଇଛ। ଶ୍ରୀକୃଷ୍ଣଙ୍କ ପାଇଁ ମଧ୍ୟ କୁହାଯାଏ, ଗୋରା ଏବଂ ଶ୍ୟାମଳ, ଶ୍ୟାମ ସୁନ୍ଦର। ବର୍ତ୍ତମାନ ଏହି କଥା ବୁଝାଯାଉଛି ଯେ କାମଚିତା ଉପରେ ବସି ଶ୍ୟାମଳ ହୋଇଯାଇଛନ୍ତି। ପୁଣି ତାଙ୍କୁ ଗାଁର ପିଲା ମଧ୍ୟ କୁହାଯାଉଛି। ବାସ୍ତବରେ ଇଏ ଦାଦା ଗାଁର ପିଲା ଥିଲେ ନା? କୃଷ୍ଣ ତ ହୋଇପାରିବେ ନାହିଁ। ଏହାଙ୍କର ହିଁ ବହୁତ ଜନ୍ମର ଅନ୍ତିମ ଜନ୍ମରେ ବାବା ପ୍ରବେଶ କରି ଗୋରା କରୁଛନ୍ତି। ଏବେ ତୁମମାନଙ୍କୁ ଏକମାତ୍ର ବାବାଙ୍କୁ ହିଁ ସ୍ମରଣ କରିବାକୁ ହେବ। ବାବା ଆପଣ କେତେ ମିଠା, କେତେ ଶ୍ରେଷ୍ଠ ସମ୍ପତ୍ତି ଆପଣ ଦେଉଛନ୍ତି। ଆମକୁ ମନୁଷ୍ୟରୁ ଦେବତା, ମନ୍ଦିର ଯୋଗ୍ୟ କରୁଛନ୍ତି। ଏହିପରି ଭାବେ ନିଜ ସହିତ କଥାବାର୍ତ୍ତା ହେବା ଉଚିତ। ମୁଖ ଦ୍ୱାରା କିଛି କହିବାର ଆବଶ୍ୟକତା ନାହିଁ। ଭକ୍ତି ମାର୍ଗରେ ଆପଣଙ୍କ ସଦୃଶ ପ୍ରିୟତମକୁ କେତେ ମନେ ପକାଇ ଆସିଛୁ। ଏବେ ଆପଣ ମିଳିଛନ୍ତି। ବାବା ଆପଣ ତ ସବୁଠାରୁ ମିଠା ଅଟନ୍ତି। ଆପଣଙ୍କୁ ଆମେ କାହିଁକି ସ୍ମରଣ ନ କରିବୁ? ଆପଣଙ୍କୁ ପ୍ରେମର, ଶାନ୍ତିର ସାଗର ବୋଲି କୁହାଯାଉଛି। ଆପଣ ହିଁ ବର୍ଷା ଦେଉଛନ୍ତି। ବାକି ପ୍ରେରଣା ଦ୍ୱାରା କିଛି ବି ମିଳିନଥାଏ। ବାବା ତ ସମ୍ମୁଖକୁ ଆସି ତୁମମାନଙ୍କୁ ପାଠ ପଢ଼ାଉଛନ୍ତି। ଏହା ପାଠଶାଳା ଅଟେ ନା? ବାବା କହୁଛନ୍ତି, ମୁଁ ତୁମକୁ ରାଜାମାନଙ୍କର ରାଜା କରୁଛି। ଏହା ରାଜଯୋଗ ଅଟେ। ଏବେ ତୁମେ ବ୍ରହ୍ମଲୋକ, ସୂକ୍ଷ୍ମଲୋକ, ସ୍ଥୂଳଲୋକକୁ ଜାଣିଗଲଣି। ଏତେ ଛୋଟ ଆତ୍ମା ଦେଖ କିପରି ଅଭିନୟ କରୁଛି। ତାହା ମଧ୍ୟ ପୂର୍ବ ପ୍ରସ୍ତୁତ ଅଟେ। ଏହାକୁ ଅନାଦି ଅବିନାଶୀ ବିଶ୍ୱନାଟକ ବୋଲି କୁହାଯାଉଛି। ଡ୍ରାମାର ଚକ୍ର ଘୂରି ଚାଲିଛି। ଏଥିରେ ସଂଶୟ ବା ସନ୍ଦେହର କୌଣସି କଥା ନାହିଁ। ବାବା ସୃଷ୍ଟିର ଆଦି ମଧ୍ୟ ଅନ୍ତର ରହସ୍ୟକୁ ବୁଝାଉଛନ୍ତି। ତୁମେମାନେ ସ୍ୱଦର୍ଶନ ଚକ୍ରଧାରୀ ଅଟ। ତୁମ ବୁଦ୍ଧିରେ ସମସ୍ତ ଚକ୍ରର ଜ୍ଞାନ ଘୁରୁଛି। ତେଣୁ ତାହା ଦ୍ୱାରା ତୁମର ପାପ କଟି ଯାଉଛି।
ବାକି ଶ୍ରୀକୃଷ୍ଣ କୌଣସି ସ୍ୱଦର୍ଶନ ଚକ୍ର ଚଲାଇ ହିଂସା କରିନଥିଲେ। ସେଠାରେ ତ ନା ଲଢ଼େଇର ହିଂସା ହେବ ନା କାମ ବିକାର ରହିବ। ସେଠାରେ ସମସ୍ତେ ଡବଲ ଅହିଂସକ ହେବେ। ବର୍ତ୍ତମାନ ତୁମର 5 ବିକାର ସହିତ ଯୁଦ୍ଧ ଚାଲୁଛି। ବାକି ଆଉ କୌଣସି ଯୁଦ୍ଧର କଥା ହିଁ ନାହିଁ। ତେବେ ବାବା ଉଚ୍ଚରୁ ଉଚ୍ଚ ଅଟନ୍ତି, ପୁଣି ଉଚ୍ଚରୁ ଉଚ୍ଚ ଏହି ପ୍ରାପ୍ତି ଲକ୍ଷ୍ମୀ ନାରାୟଣ। ତେବେ ଏମାନଙ୍କ ସଦୃଶ ଶ୍ରେଷ୍ଠ ହେବାକୁ ପଡ଼ିବ। ତୁମେମାନେ ଯେତେ ପୁରୁଷାର୍ଥ କରିବ ସେତେ ଉଚ୍ଚ ପଦ ପାଇବ। କଳ୍ପ କଳ୍ପ ତୁମର ସେହିଭଳି ପାଠପଢ଼ା ଚାଲିବ। ବର୍ତ୍ତମାନ ଯେତେ ଭଲ ପୁରୁଷାର୍ଥ କରିବ କଳ୍ପ କଳ୍ପ ସେହିପରି କରି ଚାଲିବ। ଲୌକିକ ପାଠପଢ଼ା ଦ୍ୱାରା ଏତେ ପଦ ମିଳିପାରିବ ନାହିଁ ଯେତେ ଏହି ପଢ଼ା ଦ୍ୱାରା ମିଳୁଛି। ଏହି ଲକ୍ଷ୍ମୀ ନାରାୟଣ ସବୁଠାରୁ ଶ୍ରେଷ୍ଠ ଅଟନ୍ତି। ଏମାନେ ମଧ୍ୟ ମନୁଷ୍ୟ ଅଟନ୍ତି, କିନ୍ତୁ ଦୈବୀ ଗୁଣ ଧାରଣ କରୁଛନ୍ତି, ସେଥିପାଇଁ ଦେବତା କୁହାଯାଉଛି। ବାକି 8-10 ଭୁଜାଧାରୀ କେହି ନଥାନ୍ତି। ଭକ୍ତି ମାର୍ଗରେ ସାକ୍ଷାତକାର ହେଲେ ବହୁତ କାନ୍ଦିଥାନ୍ତି, ଦୁଃଖୀ ହୋଇ ବହୁତ ଲୁହ ଗଡ଼ାଇଥାନ୍ତି। ଏଠାରେ ତ ବାବା କହୁଛନ୍ତି ଲୁହ ଆସିଲେ ଫେଲ କୁହାଯିବ। ଅମାମରେ ତ ହାଲୁଆ ଖାଅ, ଅର୍ଥାତ୍ ଯିଏ ବି ଶରୀର ଛାଡ଼ନ୍ତୁ, ତୁମେମାନେ ଖୁସିରେ ରୁହ। ଆଜିକାଲି ତ ବମ୍ବେରେ ମଧ୍ୟ କେହି ରୋଗରେ ପଡ଼ିଲେ ଅଥବା ମୃତ୍ୟୁ ମୁଖରେ ପଡ଼ିଲେ ବିକେଙ୍କୁ ଡାକୁଛନ୍ତି ଯେ ଆସି ଶାନ୍ତି ପ୍ରଦାନ କର। ତୁମେ ବୁଝାଉଛ ଯେ ଆତ୍ମା ଗୋଟିଏ ଶରୀର ଛାଡ଼ି ଅନ୍ୟ ଗୋଟିଏ ନେଉଛି। ଏଥିରେ ତୁମର କ'ଣ ଯାଉଛି? କାନ୍ଦିବା ଦ୍ୱାରା କ'ଣ ଫାଇଦା ହେବ? କହୁଛନ୍ତି ଏହାକୁ କାଳ ଖାଇଗଲା। ବାସ୍ତବରେ ଏପରି କୌଣସି ଜିନିଷ ନାହିଁ। ଏଠାରେ ତ ଆତ୍ମା ସ୍ୱତଃ ଗୋଟିଏ ଶରୀର ଛାଡ଼ି ଚାଲିଯାଉଛି। ନିଜର ସମୟ ଅନୁସାରେ ଶରୀର ଛାଡ଼ି ଚାଲି ଯାଇଥାଏ। ବାକି କାଳ ବୋଲି କୌଣସି ଜିନିଷ ନାହିଁ। ସତ୍ୟ ଯୁଗରେ ଗର୍ଭ ମହଲ ଥାଏ। ସେଠାରେ ଦଣ୍ଡର କୌଣସି କଥା ହିଁ ନାହିଁ। ସେଠାରେ ତୁମର କର୍ମ ଅକର୍ମ ହୋଇଯାଏ। ସେଠାରେ ମାୟା ହିଁ ରହିବ ନାହିଁ, ଯାହା ଫଳରେ ବିକର୍ମ ହେବ। ତୁମେମାନେ ବିକର୍ମାଜିତ ହେଉଛ। ପ୍ରଥମେ ବିକର୍ମାଜିତ ସମ୍ବଦ ଚାଲିବ। ପୁଣି ଭକ୍ତି ମାର୍ଗ ଆରମ୍ଭ ହେଲେ ରାଜା ବିକ୍ରମ ସମ୍ବଦ ଆରମ୍ଭ ହେବ। ବର୍ତ୍ତମାନ ତୁମେମାନେ ପୂର୍ବରୁ କରିଥିବା ବିକର୍ମ ଉପରେ ବିଜୟ ପ୍ରାପ୍ତ କରୁଛ। ନାମ ରଖାଯାଉଛି ବିକର୍ମାଜିତ। ପୁଣି ଦ୍ୱାପର ଯୁଗରେ ବିକ୍ରମ ରାଜା ହୋଇଥାନ୍ତି। ବିକର୍ମ କରି ଚାଲିଥାନ୍ତି। ଯେପରି ଛୁଞ୍ଚିରେ ଯଦି କଳଙ୍କି ଲାଗିଥିବ ତେବେ ଚୁମ୍ବକ ଟାଣିବ ନାହିଁ, ସେହିପରି ତୁମମାନଙ୍କର ଯେତିକି ପାପରୂପୀ କଳଙ୍କ ଛାଡ଼ିଥିବ ସେତିକି ଚୁମ୍ବକ ଟାଣିବ। ବାବା ତ ସମ୍ପୂର୍ଣ୍ଣ ପବିତ୍ର ଅଟନ୍ତି। ତୁମମାନଙ୍କୁ ମଧ୍ୟ ଯୋଗବଳ ଦ୍ୱାରା ପବିତ୍ର କରୁଛନ୍ତି। ଯେପରି ଲୌକିକ ପିତା ମଧ୍ୟ ସନ୍ତାନକୁ ଦେଖି ଖୁସି ହୋଇଥାନ୍ତି, ସେହିପରି ବେହଦର ବାବା ମଧ୍ୟ ପିଲାମାନଙ୍କ ସେବାରେ ଖୁସି ହେଉଛନ୍ତି। ପିଲାମାନେ ବହୁତ ପରିଶ୍ରମ ମଧ୍ୟ କରୁଛନ୍ତି। ତୁମମାନଙ୍କୁ ସେବାରେ ତ ସର୍ବଦା ପ୍ରସ୍ତୁତ ରହିବା ଉଚିତ। ତୁମେମାନେ ହେଲ ପତିତମାନଙ୍କୁ ପାବନ କରୁଥିବା ଈଶ୍ୱରୀୟ ମିଶନ। ଏବେ ତୁମେମାନେ ଈଶ୍ୱରୀୟ ସନ୍ତାନ ହୋଇଛ। ବାବା ହେଲେ ବେହଦର ପିତା ଏବଂ ତୁମେ ସମସ୍ତେ ଭାଇ ଭଉଣୀ ହୋଇଗଲ। ବାସ୍, ତୁମମାନଙ୍କର ଆଉ କୌଣସି ସମ୍ବନ୍ଧ ନାହିଁ। ମୁକ୍ତିଧାମରେ ବାବା ଏବଂ ତୁମେ ଆତ୍ମା ଭାଇ ଭାଇ ହିଁ ରହିବ। ପୁଣି ତୁମେ ସତ୍ୟଯୁଗକୁ ଯାଉଛ, ସେଠାରେ ଗୋଟିଏ ପୁଅ ଗୋଟିଏ ଝିଅ ଜନ୍ମ ନେବେ। ବାସ୍, କିନ୍ତୁ ଏଠାରେ ତ ବହୁତ ସମ୍ବନ୍ଧ ରହିଛି, ଚାଚା, ମାମା, କାକା ଇତ୍ୟାଦି। ବ୍ରହ୍ମଲୋକ ତ ହେଉଛି ସୁଇଟ୍ ହୋମ, ମୁକ୍ତିଧାମ। ସେଠାକୁ ଯିବା ପାଇଁ ମନୁଷ୍ୟ କେତେ ଯଜ୍ଞ ତପ ଆଦି କରୁଛନ୍ତି, କିନ୍ତୁ ଘରକୁ ତ କେହି ବି ଯାଇପାରିବେ ନାହିଁ। ଏମିତି ତ କାହାଣୀ ବହୁତ ଶୁଣାଇଥାନ୍ତି, କିନ୍ତୁ ସମସ୍ତଙ୍କର ସଦ୍ଗତି ଦାତା ତ କେବଳ ଜଣେ ହିଁ ଅଟନ୍ତି, ଦ୍ୱିତୀୟ କେହି ନାହାନ୍ତି। ଏବେ ତୁମେ ସଙ୍ଗମ ଯୁଗରେ ଅଛ। ଏଠାରେ ଢେର ମନୁଷ୍ୟ ଅଛନ୍ତି। ସତ୍ୟ ଯୁଗରେ ତ ବହୁତ କମ୍ ରହିବେ। ସ୍ଥାପନା ପରେ ପୁଣି ବିନାଶ ହେବ। ଏବେ ଅନେକ ଧର୍ମ ରହିଛି, ତେଣୁ କେତେ ହଙ୍ଗାମା ହେଉଛି। ତୁମେମାନେ ସେଠାରେ 100% ସମୃଦ୍ଧିଶାଳୀ ଅର୍ଥାତ୍ ଧନବାନ ଥିଲ। ପୁଣି 84 ଜନ୍ମ ପରେ 100% ଦରିଦ୍ର ହୋଇଯାଇଛ।
ଏବେ ବାବା ଆସି ସମସ୍ତଙ୍କୁ ଜାଗ୍ରତ କରୁଛନ୍ତି। ବାବା କହୁଛନ୍ତି, ଏବେ ଜାଗ୍ରତ ହୁଅ, ସତ୍ୟ ଯୁଗ ଆସୁଛି। ସତ୍ୟ ବାବା ହିଁ ତୁମକୁ 21 ଜନ୍ମର ବର୍ଷା ଦେଉଛନ୍ତି। କେବଳ ଭାରତ ହିଁ ସତ୍ୟ ରାଷ୍ଟ୍ର ହେବାକୁ ଯାଉଛି। ବାବା ସତ୍ୟ ରାଷ୍ଟ୍ର ନିର୍ମାଣ କରୁଛନ୍ତି। ପୁଣି ମିଥ୍ୟା ରାଷ୍ଟ୍ର କିଏ କରୁଛି? 5 ବିକାର ରୂପୀ ରାବଣ। ରାବଣର କେତେ ବଡ଼ ପୁତଳିକା ତିଆରି କରୁଛନ୍ତି, ପୁଣି ତାକୁ ଜଳାଉଛନ୍ତି। କାହିଁକି ନା ଇଏ ତୁମର ପ୍ରଥମ ନମ୍ବରର ଶତ୍ରୁ ଅଟେ। ମନୁଷ୍ୟମାନଙ୍କୁ ଏକଥା ଜଣା ନାହିଁ ଯେ କେବେଠାରୁ ରାବଣ ରାଜ୍ୟ ଆରମ୍ଭ ହେଲା। ବାବା ବୁଝାଉଛନ୍ତି ଅଧାକଳ୍ପ ରାମ ରାଜ୍ୟ ଏବଂ ଅଧାକଳ୍ପ ରାବଣ ରାଜ୍ୟ ଚାଲୁଛି। ବାକି ରାବଣ କୌଣସି ମନୁଷ୍ୟ ନୁହେଁ ଯାହାକୁ ମାରିବାକୁ ପଡ଼ିବ। ବର୍ତ୍ତମାନ ସାରା ଦୁନିଆ ଉପରେ ରାବଣର ରାଜ୍ୟ ଚାଲିଛି। ବାବା ଆସି ରାମ ରାଜ୍ୟର ସ୍ଥାପନା କରୁଛନ୍ତି। ତାପରେ ଜୟ ଜୟକାର ହୋଇଯାଉଛି। ସେଠାରେ ସର୍ବଦା ଖୁସି ରହିଥାଏ। ତାହା ହେଉଛି ସୁଖଧାମ। ଏହାକୁ ପୁରୁଷୋତ୍ତମ ସଙ୍ଗମ ଯୁଗ କୁହାଯାଉଛି। ବାବା କହୁଛନ୍ତି ଏହି ପୁରୁଷାର୍ଥ ଦ୍ୱାରା ତୁମେ ଏହିପରି ହେବାକୁ ଯାଉଛ। ତୁମର ଚିତ୍ର ମଧ୍ୟ ତିଆରି କରାଯାଇଥିଲା। ଏଠାକୁ ବହୁତ ଆସିଥିଲେ, ପୁଣି ଶୁଣିଲେ, ଅନ୍ୟକୁ ଶୁଣାଇଲେ, ଶେଷରେ ପଳାଇଗଲେ। ବାବା ଆସି ତୁମମାନଙ୍କୁ ବହୁତ ସ୍ନେହର ସହିତ ବୁଝାଉଛନ୍ତି। ପିତା ଏବଂ ଶିକ୍ଷକ ସ୍ନେହ କରିଥାନ୍ତି, ଗୁରୁ ମଧ୍ୟ ସ୍ନେହ କରିଥାନ୍ତି। ସତଗୁରୁଙ୍କର ନିନ୍ଦୁକ କେଉଁଠାରେ ମଧ୍ୟ ଠାବ ପାଇପାରିବେ ନାହିଁ। ତୁମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ମୁଖରେ ରହିଛି। ସେହି ଗୁରୁମାନଙ୍କ ପାଖରେ ତ କୌଣସି ଲକ୍ଷ୍ୟ ଉଦ୍ଦେଶ୍ୟ ନଥାଏ। ତାହା କୌଣସି ପାଠପଢ଼ା ନୁହେଁ। ଏହା ତ ପାଠପଢ଼ା ଅଟେ। ଏହାକୁ ବିଶ୍ୱବିଦ୍ୟାଳୟ ସହିତ ଡାକ୍ତରଖାନା ମଧ୍ୟ କୁହାଯାଉଛି, ଯାହାଦ୍ୱାରା ତୁମେ ସଦା ସୁସ୍ଥ ଏବଂ ସଦା ସମ୍ପତ୍ତିବାନ ହେଉଛ। ଏହି ଦୁନିଆରେ ତ କେବଳ ମିଛ ହିଁ ରହିଛି। ଗାୟନ ମଧ୍ୟ କରୁଛନ୍ତି, ମିଛ କାୟା। ସତ୍ୟଯୁଗ ହେଉଛି ସତ୍ୟ ରାଷ୍ଟ୍ର। ସେଠାରେ ତ ହୀରାନୀଳାର ମହଲ ଥାଏ। ସୋମନାଥଙ୍କର ମନ୍ଦିର ମଧ୍ୟ ଭକ୍ତି ମାର୍ଗରେ ତିଆରି କରିଛନ୍ତି। ସେଥିରେ କେତେ ଧନ ଥିଲା, ଯାହାକୁ ପୁଣି ମୁସଲମାନ ମାନେ ଆସି ଲୁଟି ନେଲେ। ସେହି ଧନରେ ବଡ଼ ବଡ଼ ମସଜିଦ ତିଆରି କଲେ। ବାବା ତୁମମାନଙ୍କୁ ଅସରନ୍ତି ସମ୍ପତ୍ତି ଦେଉଛନ୍ତି। ବାବା ଆରମ୍ଭରୁ ହିଁ ତୁମମାନଙ୍କୁ ସେ ସବୁର ସାକ୍ଷାତକାର କରାଇଛନ୍ତି। ଆଲ୍ଲା ଅବଲଦିନ ବାବା ଅଟନ୍ତି ନା। ପ୍ରଥମ ଧର୍ମ ସ୍ଥାପନ କରୁଛନ୍ତି, ତାହା ହେଲା ଦେବୀ ଦେବତା ଧର୍ମ। ଯେଉଁ ଧର୍ମ ନଥାଏ ତାହା ପୁନର୍ବାର ସ୍ଥାପନ କରାଯାଏ। ସମସ୍ତେ ଜାଣିଛନ୍ତି ପ୍ରାଚୀନ ସତ୍ୟ ଯୁଗରେ ଏମାନଙ୍କର ହିଁ ରାଜ୍ୟ ଥିଲା। ତାଙ୍କ ଉପରେ ଆଉ କେହି ନଥିଲେ। ଦୈବୀ ରାଜ୍ୟକୁ ହିଁ ସ୍ୱର୍ଗ କୁହାଯାଉଛି। ଏବେ ତୁମେମାନେ ଏକଥାକୁ ଜାଣୁଛ, ପୁଣି ଅନ୍ୟମାନଙ୍କୁ କହିବାକୁ ହେବ, ଯେପରି ସମସ୍ତେ ଜାଣିବେ। ପରେ ପୁଣି କେହି ଉଲୁଗୁଣା ଦେବେ ନାହିଁ ଯେ ଆମେ ଜାଣିପାରିଲୁ ନାହିଁ। ତୁମେମାନେ ସମସ୍ତଙ୍କୁ କହୁଛ, ତଥାପି ମଧ୍ୟ ବାବାଙ୍କୁ ଛାଡ଼ି ଚାଲି ଯାଉଛନ୍ତି। ଏହି ଇତିହାସର ନିଶ୍ଚୟ ପୁନରାବୃତ୍ତି ହେବ। ବାବାଙ୍କ ପାଖକୁ ଆସିଲେ ବାବା ପଚାରିଥାନ୍ତି, ଆଗରୁ କେବେ ବାବାଙ୍କ ସହିତ ମିଶିଥିଲ? କହନ୍ତି, ହଁ ବାବା, 5000 ବର୍ଷ ପୂର୍ବରୁ ଆମେ ମିଶିବାକୁ ଆସିଥିଲୁ। ବେହଦର ବର୍ଷା ନେବାକୁ ଆସିଥିଲୁ। କେହି ଏଠାକୁ ଆସି ଶୁଣିଥାନ୍ତି, କାହାକୁ ପୁଣି ବ୍ରହ୍ମାଙ୍କର ସାକ୍ଷାତକାର ହୋଇଥାଏ। ତେଣୁ ତାହା ମନେ ପଡ଼ିଥାଏ ଏବଂ କହନ୍ତି, ଆମେ ତ ଏହି ରୂପ ଦେଖିଥିଲୁ। ବାବା ମଧ୍ୟ ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି। ଅବିନାଶୀ ଜ୍ଞାନରତ୍ନରେ ତୁମର ଝୁଲାମୁଣି ଭରପୁର ହେଉଛି ନା? ଏହା ହେଉଛି ପାଠପଢ଼ା। 7 ଦିନର କୋର୍ସ କରି ଯେଉଁଠି ରହିଲେ ମଧ୍ୟ ମୁରଲୀ ଆଧାରରେ ଚାଲିପାରିବ। 7 ଦିନ ଭିତରେ ଏତିକି ନିଶ୍ଚିତ ବୁଝାଇବା ଦରକାର, ଯାହାକି ମୁରଲୀକୁ ବୁଝିପାରିବେ। ବାବା ତ ପିଲାମାନଙ୍କୁ ସବୁ ରହସ୍ୟ ଭଲ ଭାବରେ ବୁଝାଇ ଚାଲିଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର।
ସ୍ୱଦର୍ଶନ ଚକ୍ର ଘୁରାଇ ଅନେକ ଜନ୍ମର ପାପକୁ ଭସ୍ମ କରିବାକୁ ହେବ। ଆତ୍ମିକ ପାଠପଢ଼ା ଦ୍ୱାରା ନିଜର ପଦକୁ ଶ୍ରେଷ୍ଠ କରିବାକୁ ହେବ। କୌଣସି ବି ପରିସ୍ଥିତିରେ ଲୁହ ଗଡ଼ାଇବାର ନାହିଁ। 2 ନମ୍ବର, ବର୍ତ୍ତମାନ ବାନପ୍ରସ୍ଥ ଅବସ୍ଥାରେ ରହିବାର ସମୟ। ସେଥିପାଇଁ ବୈରାଗ୍ୟ ବୃତ୍ତିକୁ ଧାରଣ କରି ବହୁତ ସାଧାରଣ ଜୀବନଯାପନ କରିବାକୁ ହେବ। ନା ବହୁତ ଉଚ୍ଚ ନା ବହୁତ ନିଚ। ଘରକୁ ଫେରିଯିବା ପାଇଁ ଆତ୍ମାକୁ ସମ୍ପୂର୍ଣ୍ଣ ପବିତ୍ର ହେବାକୁ ହେବ। ଆଜିର ବରଦାନ। ସର୍ବଦା ନିଜକୁ ପରିବର୍ତ୍ତନ କରିନେବାର ବିଶେଷତା ଦ୍ୱାରା ସମ୍ପର୍କ ଏବଂ ସେବା କ୍ଷେତ୍ରରେ ସଫଳ ହେଉଥିବା ସଫଳତାମୂରତ ଭବ। ସର୍ବଦା ନିଜକୁ ପରିବର୍ତ୍ତନ କରିନେବାର ବିଶେଷତା ଦ୍ୱାରା ସମ୍ପର୍କ ଏବଂ ସେବା କ୍ଷେତ୍ରରେ ସଫଳ ହେଉଥିବା ସଫଳତାମୂରତ ଭବ। ଡିଟେଲ୍ସ। ଯେଉଁ ପିଲାମାନଙ୍କ ଭିତରେ ନିଜକୁ ପରିବର୍ତ୍ତନ କରିନେବାର ବିଶେଷତା ରହିଛି, ସେମାନେ ସହଜରେ ସୁବର୍ଣ୍ଣଯୁଗୀ ସ୍ଥିତିରେ ପହଞ୍ଚି ଯାଇପାରିବେ। ଯେପରି ସମୟ, ଯେପରି ପରିସ୍ଥିତି, ସେହି ଅନୁସାରେ ନିଜର ଧାରଣାକୁ ପ୍ରତ୍ୟକ୍ଷ କରିବା ପାଇଁ ନିଜକୁ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ତେଣୁ ନିଜକୁ ପରିବର୍ତ୍ତନ କରିନେବା ବାଲା ପିଲାମାନେ ହିଁ ଖାଣ୍ଟି ସୁନା ଅଟନ୍ତି। ଯେପରି ସାକାର ବାବାଙ୍କର ବିଶେଷତାକୁ ତ ତୁମେମାନେ ଦେଖିଛ। ଯେପରି ସମୟ, ଯେପରି ବ୍ୟକ୍ତି, ସେହିପରି ନିଜର ସ୍ୱରୂପ। ଯଦି ଏହିଭଳି ନିଜର ପିତାଙ୍କୁ ଅନୁକରଣ କରିବ, ତେବେ ସେବା କ୍ଷେତ୍ରରେ ଏବଂ ସମ୍ପର୍କ ରଖିବାରେ ସବୁଥିରେ ସହଜରେ ସଫଳତାମୂରତ ହୋଇଯିବ। ଆଜିର ସ୍ଲୋଗାନ। ଯେଉଁଠାରେ ସର୍ବଶକ୍ତି ରହିଛି, ସେଠାରେ ନିର୍ବିଘ୍ନ ସଫଳତା ସାଥିରେ ଅଛି। ଯେଉଁଠାରେ ସର୍ବଶକ୍ତି ରହିଛି, ସେଠାରେ ନିର୍ବିଘ୍ନ ସଫଳତା ସାଥିରେ ଅଛି। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ଏବେ ସମ୍ପନ୍ନ ବା କର୍ମାତୀତି ହେବାର ତୀବ୍ର ଇଚ୍ଛା ପ୍ରକଟ କର। ଯେପରି ସାକାରରେ ଯିବା ଆସିବା କରିବାର ଅଭ୍ୟାସ ସହଜ ହୋଇଯାଇଛି, ସେହିପରି ଆତ୍ମାକୁ ନିଜର କର୍ମାତୀତି ଅବସ୍ଥାରେ ସ୍ଥିତ ରହିବାର ଅଭ୍ୟାସ କରିବା ଦରକାର। ଏବେ କର୍ମଯୋଗୀ ହୋଇ କର୍ମ କରିବା ଏବଂ କର୍ମ ସମାପ୍ତ ହେବା ମାତ୍ରକେ ପୁନର୍ବାର କର୍ମାତୀତି ସ୍ଥିତିରେ ସ୍ଥିତ ହୋଇଯିବା। ଏହି ଅନୁଭବ ସହଜ ହୋଇଯାଉ। ସର୍ବଦା ଏହି ଲକ୍ଷ୍ୟ ରହୁ ଯେ ମୋତେ କର୍ମାତୀତି ଅବସ୍ଥାରେ ରହିବାକୁ ହେବ। ନିମିତ୍ତ ମାତ୍ର କର୍ମ କରିବା ପାଇଁ କର୍ମଯୋଗୀ ହେଲ। ପୁନର୍ବାର କର୍ମାତୀତି ହୋଇଯାଅ। ଓମ୍ ଶାନ୍ତି।